ବଙ୍ଗୋପସାଗରରେ ବଢ଼ିଲା ବାତ୍ୟାର ଭୟ। ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଲଘୁଚାପ। ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଲଘୁଚାପ। ଆସନ୍ତାକାଲି ସୁଦ୍ଧା ଅବପାତରେ ପରିଣତ ହୋଇପାରେ ଲଘୁଚାପ। ଏବେ ସମୁଦ୍ର ଭିତରେ ଆହୁରି ଘନୀଭୂତ ହେବାରେ ଲାଗିଛି ଲଘୁଚାପ। 26ରେ ନେଇପାରେ ବାତ୍ୟାର ରୂପ। ମାଲକା ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ଲଘୁଚାପ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି 24 ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ। ପରବର୍ତ୍ତୀ 24 ଘଣ୍ଟାରେ ଗଭୀର ଅବପାତର ରୂପ ନେଇପାରେ। ସମୁଦ୍ର ଭିତରେ ବଡ଼ ଗୋଟାଇ ଏହା ଧୀରେ ଧୀରେ ଶକ୍ତିଶାଳୀ ହେବା ସହ 26 ତାରିଖରେ ବାତ୍ୟାରେ ପରିଣତ ହୋଇପାରେ। ବାତ୍ୟାର ଗତିପଥ ତୀବ୍ରତା ନେଇ ସ୍ପଷ୍ଟ କରିନି ପାଣିପାଗ କେନ୍ଦ୍ର। ଧାନ ଅମଳ ସମୟ ହୋଇଥିବାରୁ ଅଦିନିଆ ବର୍ଷାକୁ ନେଇ ଚାଷୀଙ୍କୁ ଚିନ୍ତା ଘାରିଛି। ଆଇ ହୋପ୍ ଆପଣମାନେ ସମ୍ପୂର୍ଣ୍ଣ ଅପଡେଟ୍ ପାଇପାରିଥିବେ। ତ ଆପଣଙ୍କ ଜିଲ୍ଲାରେ କେମିତି କ'ଣ ପାଗ ରହିଛି ନିଶ୍ଚିତ ଭାବରେ କମେଣ୍ଟ ମାଧ୍ୟମରେ ଜଣାଇବେ ଏବଂ ଆପଣମାନେ ଆମ ଭିଡ଼ିଓ କେଉଁ ଜିଲ୍ଲା ଦେଖୁଛନ୍ତି ନିଶ୍ଚିତ କହିବେ। ଜୟ ଜଗନ୍ନାଥ।